ଜାତୀୟ ସ୍କୁଲ କୁସ୍ତି ପ୍ରତିଯୋଗିତାରେ ଓଡ଼ିଶା ଖେଳାଳୀମାନଙ୍କ ପ୍ରତି ଚରମ ଅବହେଳା। ଟିକେଟ୍ କନଫର୍ମ ନ ହେବାରୁ ଟ୍ରେନ୍ର ପାଇଖାନା ପାଖରେ ବସି ପ୍ରତିଯୋଗିତାରେ ଭାଗ ନେବାକୁ ଗଲେ ଓ ଫେରିଲେ 18 ଖେଳାଳୀ। ଓଡ଼ିଶା ରାଜ୍ୟ କ୍ରୀଡ଼ା ବିଭାଗର ଚରମ ଅବହେଳା ପାଇଁ ପାଇଖାନା ପାଖରେ ବସି ଯାତ୍ରା କରିଥିଲେ ଖେଳାଳୀ। ଓଡ଼ିଶା ରାଜ୍ୟ ସ୍କୁଲର କୁସ୍ତି ଖେଳାଳୀମାନଙ୍କୁ ଜାତୀୟ ବିଦ୍ୟାଳୟ କୁସ୍ତି ଚାମ୍ପିଅନସିପ୍ରେ ଯୋଗ ଦେବା ପାଇଁ ଉତ୍ତରପ୍ରଦେଶ ବାଲିଆ ପଠାଯାଇଥିଲା, କିନ୍ତୁ ସେମାନଙ୍କ ପାଇଁ ନିଶ୍ଚିତ ରେଳ ଟିକେଟ୍ ଯୋଗାଯୋଗ କରାଯାଇନଥିଲା। ଏପରିକି ଏହିପରି ଅନିଶ୍ଚିତ ଅସୁବିଧାଜନକ ଓ ମାନସିକ ଚାପପୂର୍ଣ୍ଣ ପରିସ୍ଥିତିରେ ଯାତ୍ରା କରି ସେମାନେ ଯାଇଥିଲେ ଏବଂ ଫେରିଥିଲେ। ଏହି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଉଠିଛି ନାନା ପ୍ରଶ୍ନ। ଏହି ଘଟଣା ଉପରେ ଅଧିକ ତଦନ୍ତ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ। ଘଟଣାର ସତ୍ୟାସତ୍ୟ ଯାଞ୍ଚ ହେବ। ଯେଉଁମାନେ ଏଥିରେ ଅବହେଳା କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି। ମୁଁ विभागीय अधिकारी को मोर निर्देश देइछि जे ये जो घटना किछि लोकलोचन को आसुची प्रकृत रे से घटनार सत्यासत्य कौन से विषय रे अनुध्यान करा जाऊ, इनक्वारी करा जाऊ एवं जो माने जदि किछि एथिरे काहारी जदि भूल रही जो कि पिला मानकर किछि असुविधा जदि होइछे तांको निश्चय विभाग तरफ कार्यानुष्ठान ग्रहण करा जाऊ।